ଭକ୍ତମାନେ, ଜୟ ଜଗନ୍ନାଥ, ଜୟ ଶ୍ରୀକୃଷ୍ଣ। ଆପଣ ଦେଖୁଛନ୍ତି କ୍ୟୁଟିଫାଇ 2.08, ଏକ ଭକ୍ତିମୟ ଆଧ୍ୟାତ୍ମିକ ଚ୍ୟାନେଲ, ଯାହା ମାନବ ଜୀବନରେ ଶ୍ରଦ୍ଧା, ଭକ୍ତି ଓ ବିଶ୍ୱାସର ଆଲୋକ ପଠାଏ। ଆଜି ଆମେ ଆଲୋଚନା କରିବା ଶ୍ରୀକୃଷ୍ଣ ବିଶ୍ୱାସର ଚମତ୍କାର, ତାଙ୍କ ବିଷୟ ଉପରେ, ଯେଉଁଠି ଆପଣ ଶୁଣିବେ ଏକ ଭକ୍ତ କିପରି ଜୀବନର ଅନ୍ଧକାରକୁ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦରେ ଆଲୋକ କରେ। ଦୟାକରି ଏହି ଭିଡ଼ିଓ ଦେଖିବା ପୂର୍ବରୁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆମର ଏହି ଭକ୍ତି ପ୍ରବାହକୁ ଅନ୍ୟ ଭକ୍ତମାନଙ୍କ ସହ ବାଣ୍ଟନ୍ତୁ। ଜୀବନରେ ଏକ ସମୟ ଏମିତି ଆସେ ଯେଉଁଠି ଆମେ ଏକା ଅନୁଭବ କରୁଥାଉ। ବାହାରୁ ଲୋକମାନେ ହସନ୍ତି, କିନ୍ତୁ ମନ ଭିତରେ ତାଙ୍କର ବହୁତ ଦୁଃଖ ଲୁଚି ରହିଥାଏ। ଏମିତି ଏକ ସମୟ ଆସିଥିଲା ଜଣେ ଭକ୍ତ ରାମଚନ୍ଦ୍ରଙ୍କ ଜୀବନରେ। ସେ ଜଣେ ବ୍ୟବସାୟୀ ଥିଲେ, କିନ୍ତୁ କାମ ବନ୍ଦ ହେଲା। ଘର ଋଣ, ପରିବାରରେ ଦୁଃଖ, ଏକ ପରେ ଏକ ବିପଦ। ଶେଷରେ ସେ ନିଜ ମନ ଭିତରେ ଏକ କଥା ଭାବିଲେ, ମୁଁ କାହା ପାଖକୁ ଯିବି? କାହା ପାଖକୁ ଗଲେ ମୁଁ ଏହି ସମସ୍ୟାରୁ ମୁକ୍ତି ପାଇବି? ଏକ ଦିନେ ଏଠାରେ ଆସିଲେ ଭଗବାନ ଶ୍ରୀକୃଷ୍ଣ। ରାମଚନ୍ଦ୍ର ଏକ ଦିନେ ଜଣେ ବୃଦ୍ଧ ପଣ୍ଡିତଙ୍କଠାରେ ଗଲେ। ସେ କହିଲେ, ପ୍ରତିଦିନ ଗୀତାର ଏହି ଶ୍ଲୋକ ଅଭ୍ୟାସ କର, ନିଶ୍ଚୟ ସମୟ ବଦଳି ଆସିବ। ସେ ଶ୍ଲୋକଟି ହେଉଛି, ଯୋମାଂ ପଶ୍ୟତି ସର୍ବତଃ ସର୍ବଂ ଚ ମୟି ପଶ୍ୟତି ତସ୍ୟାହଂ ନ ପ୍ରଣଶ୍ୟାମି ସଚ ମେ ନ ପ୍ରଣଶ୍ୟତି। ସେଦିନଠାରୁ ରାମଚନ୍ଦ୍ର ଏକ ଶୃଙ୍ଖଳାରେ ଶ୍ରୀକୃଷ୍ଣଙ୍କ ନାମ ଜପ କରିବା ଆରମ୍ଭ କଲେ। ଗୀତା ପଢ଼ିବା, ନିତ୍ୟ ସନ୍ଧ୍ୟାରେ ଦୀପ ଜଳାଇ ଭକ୍ତି କରିବା, ଏହିସବୁ ତାଙ୍କ ଜୀବନକୁ ଅନ୍ୟ ଦିଗକୁ ନେଇଗଲା। କିଛି ଦିନ ପରେ, ଅତି ଅଳ୍ପ ସମୟ ବ୍ୟବଧାନ ମଧ୍ୟରେ ରାମଚନ୍ଦ୍ରଙ୍କ ଜୀବନରେ ଅଦ୍ଭୁତ ଚମତ୍କାର ଆସିଲା। ଯେଉଁ ଲୋକମାନେ ବିଶ୍ୱସ୍ତ ହୋଇନଥିଲେ, ସେମାନେ ତାଙ୍କ ନିଜ ଦ୍ୱାରା ଫୋନ୍ କରିଲେ। ପୁରୁଣା ଟଙ୍କା ତାଙ୍କୁ ମିଳିଲା, ନୂଆ ଅନୁବନ୍ଧ ହେଲା, ଘରେ ଶାନ୍ତି ଫେରିଲା। ରାମଚନ୍ଦ୍ର ବୁଝିଲେ, ମୁଁ କିଛି ନୁହେଁ, କିନ୍ତୁ ଯେତେବେଳେ ମୁଁ ଶ୍ରୀକୃଷ୍ଣଙ୍କ ଉପରକୁ ଶରଣ ଗଲି, ସେ ମୋତେ ତାଙ୍କ ହାତ ଛାଡ଼ି ନାହାନ୍ତି। ସେ ଶ୍ଲୋକ ଆଉ ଏକ ପାଠ ଦେଇଥାଏ, ମାନସିକ ଆଶ୍ରୟ ଯେଉଁଠି ନଥାଏ, ସେଇଠି ଦୁଃଖ ବଢ଼େ। ଶ୍ରୀକୃଷ୍ଣଙ୍କ ଉପରେ ଯଦି ବିଶ୍ୱାସ ରଖିବେ, ଦୁଃଖ ମଧ୍ୟ ଶାନ୍ତି ହେବ। ଭଉଣୀମାନେ, ଭାଇମାନେ, ମୋ ସାଙ୍ଗମାନେ ବା ମୋର ଗୁରୁଜନମାନେ, ଆପଣଙ୍କ ଜୀବନରେ କେବେ ଏମିତି ଏକ ଚମତ୍କାର ଘଟିଛି ତ? ଯଦି ଘଟିଛି, ତାହା ନିଶ୍ଚୟ ଆମ କମେଣ୍ଟରେ ଲେଖନ୍ତୁ ଓ ଏହି ଭିଡ଼ିଓକୁ ଆପଣଙ୍କ ପରିବାର ମିତ୍ରଙ୍କ ସହିତ ସେୟାର କରନ୍ତୁ। ଆପଣଙ୍କ ବିଶ୍ୱାସ ଆଉ କାହାର ବିଶ୍ୱାସକୁ ବଳ ଦେଇପାରିବ। ଆଉ ଏକ ଛୋଟିଆ ଗଳ୍ପ। ଜଣେ ବୃଦ୍ଧ ମହିଳାଙ୍କ ଉପରେ, ଯିଏକି ଅତି ଦୁଃଖରେ ଥାଇ ମଧ୍ୟ ଶ୍ରୀକୃଷ୍ଣଙ୍କ ନାମ ଜପ କରୁଥିଲେ। ଏକ ଛୋଟିଆ ଗାଁରେ ଏକ ବୃଦ୍ଧ ମହିଳା ଥିଲେ। ତାଙ୍କ ନାମ ମା ଶ୍ୟାମା। ସେ ଦୁଃଖ ଦରିଦ୍ରତା ମଧ୍ୟରେ ଜୀବନ କଟୁଥିଲେ, କିନ୍ତୁ ଶ୍ରୀକୃଷ୍ଣ ଉପରେ ତାଙ୍କର ବିଶ୍ୱାସ ଅଟୁଟ ଥିଲା। ଏକ ଦିନ ଗାଁରେ ଭୟଙ୍କର ଖାଦ୍ୟ ଅଭାବ ହେଲା। ସମସ୍ତ ଲୋକ ଭୟଭୀତ, ପରନ୍ତୁ ମା ଶ୍ୟାମା ଜମା ସିଏ ଡରିଲେ ନାହିଁ ବା ଅଧୈର୍ଯ୍ୟ ହେଲେ ନାହିଁ। ସେ ଏକ କୋଣରେ ବସି ଶ୍ରୀକୃଷ୍ଣଙ୍କୁ ନିର୍ବିକଳ୍ପ ଭାବରେ ଜପ କରୁଥିଲେ, ହେ ମୁରଲୀଧର, ତୁମେ ଆମ ପାଳକ, ତୁମେ ଆମ ରକ୍ଷା କରିବ। ଚମତ୍କାର ହେଲା।
ଘଣ୍ଟା କେତେ ପରେ ମେଘ ଅନ୍ଧାରି ହୋଇ ଝରଝର ବର୍ଷା ପଡ଼ିଲା। ଅଖାଦ୍ୟ ସମୟ ହେଲା। ଗାଁବାସୀ ଆଶ୍ଚର୍ଯ୍ୟ ହେଲେ। ମା ଶ୍ୟାମା ଏକ ସେଇଦିନ ଭଗବାନ ଉପରେ ଏମିତି ଅଖଣ୍ଡ ବିଶ୍ୱାସ ରଖିଥିଲେ। ଏହି କଥା ଆମକୁ ଏକ ଶିକ୍ଷା ଦେଉଛି। ଯେଉଁଠି ଭକ୍ତି ଅଛି ସେଠି ଚମତ୍କାର ହୁଏ। ଶ୍ରୀକୃଷ୍ଣ ଉପରେ ଅଟୁଟ ଆସ୍ଥା ରଖିଥିଲେ ସେ ଆମ ସବୁ ଦୁଃଖ ଦୂର କରନ୍ତି। ଏହି କଥା ଆମକୁ ଶିଖାଏ ଭଗବାନ ଦେଖୁଛନ୍ତି, ଶୁଣୁଛନ୍ତି ଓ ସମୟ ଆସିଲେ ଚମତ୍କାର ମଧ୍ୟ କରୁଛନ୍ତି। ଆଜି ଏହି ଭିଡ଼ିଓ ଦ୍ୱାରା ମୁଁ ଆପଣଙ୍କୁ ଏକ କଥା ମନେ ପକାଇ ଦେବାକୁ ଚାହେଁ। ସଙ୍କଟ ଆସିବ, ଦୁଃଖ ଆସିବ, କିନ୍ତୁ ଯଦି ଆପଣ ଶ୍ରୀକୃଷ୍ଣଙ୍କ ଉପରେ ଭରସା ରଖନ୍ତି ସେ ନିଜେ ଆସି ବଞ୍ଚେଇବେ। ତେଣୁ ଆଜିଠାରୁ ଏକ ନିଷ୍ପତ୍ତି ନିଅନ୍ତୁ। ନିତ୍ୟ ଗୀତା ଅନୁଶୀଳନ, ଶ୍ରୀକୃଷ୍ଣ ନାମ ଜପ ଓ ଭକ୍ତିରେ ଜୀବନ ନିବେଶ କରନ୍ତୁ। ଶ୍ରୀକୃଷ୍ଣ ଆମ ସହ ବସନ୍ତି ମନ, ଭାବନା ଓ ବିଶ୍ୱାସର ଆକାଶରେ। ଯଦି ଆପଣଙ୍କୁ ଆମର ଏହି ଭିଡ଼ିଓ ଭଲ ଲାଗିଛି ତେବେ ଆଜି ହିଁ ସବସ୍କ୍ରାଇବ୍ କରନ୍ତୁ QTPie 2.08 ଚ୍ୟାନେଲକୁ। ଆମେ ନୀତି ଏମିତି ଭକ୍ତିମୟ ଗାଥା ନେଇ ଆସିବୁ। ଏହିପରି ଆମକୁ ଆଗକୁ ବଢ଼େଇବାକୁ ଚାହୁଁଥିଲେ ସାଙ୍ଗମାନେ, ମୋର ଗୁରୁଜନମାନେ ମୋର ଏହି ଚ୍ୟାନେଲକୁ ଜଲ୍ଦି ଅନ୍ୟ ଜଣଙ୍କୁ ସେୟାର କରନ୍ତୁ ଓ ଭକ୍ତିରେ ଲେଖନ୍ତୁ ଜୟ ଶ୍ରୀକୃଷ୍ଣ, ଜୟ ଜଗନ୍ନାଥ ବୋଲି। ରହିଲି। ଜୟ ଶ୍ରୀକୃଷ୍ଣ, ଜୟ ଜଗନ୍ନାଥ।